नमस्कार बंधुगण। आज आम जड़े एभली व्यक्तित्व विषय जानिबा जी केवल जड़े लेखक नथिले बरं ओडिया भाषा और जातिर रक्षाकर्ता थिले। जेतेबेले ओडिया भाषा निजर अस्तित्व हराइबाकू बसिथिला सेतेबेले जड़े सैनिक परि ठिया होइथिले व्यासकवि फकीरमोहन सेनापति। आसंतु जानिबा तांकर संघर्षमय एवं प्रेरणादायी जीवन कहानी। 1843 मसीहा ଜାନୁଆରୀ 13 ତାରିଖରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁରଠାରେ ଫକୀରମୋହନ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଲକ୍ଷ୍ମଣଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେବୀ ଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଶୈଶବରୁ ସେ ପିତାମାତାଙ୍କୁ ହରାଇ ନିଜର ଆଈଙ୍କ ପାଖରେ ବଢ଼ିଥିଲେ। ତାଙ୍କର ପ୍ରକୃତ ନାମ ବ୍ରଜମୋହନ ଥିଲା, କିନ୍ତୁ ବାରମ୍ବାର ଦେହ ଖରାପ ହେଉଥିବାରୁ ଆଈ ତାଙ୍କୁ ଜଣେ ଫକୀରଙ୍କ ପାଖରେ ସମର୍ପଣ କରିଦେଇଥିଲେ। ସେବେଠାରୁ ସେ ଫକୀରମୋହନ ନାମରେ ପରିଚିତ ହେଲେ। ସେହି ସମୟରେ ଓଡ଼ିଆ ଭାଷାକୁ ହଟାଇ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଚେଷ୍ଟା କରାଯାଉଥିଲା। ଫକୀରମୋହନ ଏହାର ତୀବ୍ର ବିରୋଧ କରିଥିଲେ। ସେ ବାଲେଶ୍ୱରରେ ଏକ ଛାପାଖାନା ବସାଇଲେ ଏବଂ ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପରି ପତ୍ରିକା ପ୍ରକାଶ କରି ଓଡ଼ିଆ ଜାଗରଣ ସୃଷ୍ଟି କଲେ। ସେ ପ୍ରମାଣ କରିଦେଲେ ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସମୃଦ୍ଧ ଭାଷା। ଫକୀରମୋହନଙ୍କୁ କଥା ସମ୍ରାଟ କୁହାଯାଏ। ତାଙ୍କ ଲେଖାରେ ସାଧାରଣ ମଣିଷର କଥା, ଗାଁର ସରଳ ଜୀବନ ଓ ସମାଜର କୁସଂସ୍କାରକୁ ଦେଖିବାକୁ ମିଳେ। ତାଙ୍କର ପ୍ରସିଦ୍ଧ ଉପନ୍ୟାସ 6 ମାଣ 8 ଗୁଣ୍ଠ ଶୋଷଣ ବିରୁଦ୍ଧରେ ଏକ ବଡ଼ ସ୍ୱର ଥିଲା। ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀ ମାଧ୍ୟମରେ ସେ ନାରୀ ଶିକ୍ଷାର ପ୍ରସାର କରିଥିଲେ। ଏହାଛଡ଼ା ମାମୁଁ, ଲଛମା, ପ୍ରାୟଶ୍ଚିତ ପରି କାଳଜୟୀ ରଚନା ପାଇଁ ସେ ସର୍ବଦା ସ୍ମରଣୀୟ। ସଂସ୍କୃତ ଓ ମହାଭାରତକୁ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିଥିବାରୁ ତାଙ୍କୁ ବ୍ୟାସକବି ଉପାଧିରେ ଭୂଷିତ କରାଯାଇଥିଲା। କେବଳ ସେତିକି ନୁହେଁ, ସେ ନୀଳଗିରି, ଡମପଡ଼ା ଓ କେନ୍ଦୁଝର ପରି ବିଭିନ୍ନ ଗଡ଼ଜାତ ରାଜ୍ୟରେ ଦେୱାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଶାସନିକ ଦକ୍ଷତା ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। 1918 ମସିହା ଜୁନ୍ 14 ତାରିଖରେ ଏହି ମହାନ ସାଧକଙ୍କ ପରଲୋକ ଘଟିଥିଲା। ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ସାହିତ୍ୟ ପ୍ରତିଟି ଓଡ଼ିଆର ପ୍ରାଣରେ ଜୀବିତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ ଏବଂ ଆମ ଓଡ଼ିଶାର ଏହି ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ସେୟାର କରନ୍ତୁ। ଧନ୍ୟବାଦ।